ପିଲାମାନେ ଆମେ ପୂର୍ବ ଭିଡ଼ିଓରେ ସେଟ୍ ବିଷୟର 1 ରୁ 5 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର କରିଥିଲେ। ଆଜି ଆମେ ବାକି ଥିବା 6 ରୁ 11 ନମ୍ବର ଯାକେ ପ୍ରଶ୍ନର ଉତ୍ତର କରିବା। ଦେଖ ପିଲାମାନେ 6 ନମ୍ବର ପ୍ରଶ୍ନ କ'ଣ ଦେଇଛି, ଯଦି A is equal to 1 2 3 4 5 6 ଏବଂ B is equal to 2 4 6 8 ହୁଏ, ତାହେଲେ A ୟୁନିୟନ B କେତେ, A ଇଣ୍ଟରସେକ୍ସନ B କେତେ। ତୁମେ ମାନେ ଜାଣିଛ ଯେ A ୟୁନିୟନ B ର ଅର୍ଥ A ଆଉ B ଉଭୟକୁ ଆମେ ମିଶେଇକି ଏଠି ଲେଖିବା। ତାମାନେ ଏଠି 1 2 3 4 5 6 ଅଛି, ଏଠି 2 4 6 8 ଅଛି। ତାହେଲେ A ୟୁନିୟନ B କେତେ ହେବ, 1 2 3 4 5 6 ଆଉ 8 ହେବ। A ଇଣ୍ଟରସେକ୍ସନ B କେତେ ହେବ ନା, ଯୋଉଟା ଆମର A ରେ ବି ଥିବ B ରେ ବି ଥିବ, ମାନେ କମନ ହେଇଥିବ, ଉଭୟ ସାଇଡରେ ସେଟା ସାଧାରଣ ଉପାଦାନ ହେଇଥିବ, ତାହେଲେ ସେଇଟାକୁ ଆମେ A ଇଣ୍ଟରସେକ୍ସନ B ରେ ଲେଖିବା। ତାହେଲେ ସେଟା କ'ଣ ହେଇପାରିବ, ଦେଖ ଏଠି 2 ଅଛି, ଏଠି 2 ଅଛି, ତେଣୁ 2 ହେବ। 4 ଅଛି 4 ଅଛି 4 ହେବ। 6 ଅଛି 6 ଅଛି 6 ହେବ। ତାହେଲେ A ଇଣ୍ଟରସେକ୍ସନ B ହେଲା ଆମର 2 4 6। A ୟୁନିୟନ B ହେଲା ଆମର 1 2 3 4 5 6 8। ଆକୁ ଆମେ କୁଟିଳ ବନ୍ଧନ ମଧ୍ୟରେ ରଖିଦେବା। ତାହେଲେ ଏଇଟା ହେଇଗଲା ଆମର ତାଲିକା ପ୍ରଣାଳୀରେ A ୟୁନିୟନ B ଆଉ A ଇଣ୍ଟରସେକ୍ସନ B। ପିଲାମାନେ ଏବେ 7 ନମ୍ବର କ୍ୱେଶ୍ଚନକୁ ଆସିବା। 7 ନମ୍ବର କ୍ୱେଶ୍ଚନ କ'ଣ ଦେଇଛି ନା, A is equal to x such that x belongs to n ଏବଂ x is greater than 1 and small than equal to 6। ତାହେଲେ ଆକୁ ଏଇଟା ଆମକୁ ସୂତ୍ର ପଦ୍ଧତିରେ ଦେଇଛି, ଆକୁ ଯଦି ଆମେ ତାଲିକା ପଦ୍ଧତିରେ ଲେଖିବା ଏଇଟା ତାହେଲେ କ'ଣ ହେବ, କ'ଣ ହେବ A ର ଏଲିମେଣ୍ଟ ନା 1 ରୁ ବଡ଼, ତାମାନେ 2 3 4 5 ଆଉ 6। ସେମିତି B ର ଏଲିମେଣ୍ଟ କିଏ କିଏ ହେବେ, x such that x belongs to n ଏବଂ x is greater than 4 or less than equal to 10। ତାମାନେ ଆମେ 4 ଠାରୁ ଗ୍ରେଟର ସଂଖ୍ୟା ନେବା, 5 6 7 8 9 ଆଉ 10। ଏବେ ଆମେ A ଇଣ୍ଟରସେକ୍ସନ B ଲେଖିବା। ତୁମକୁ ଆଗରୁ ମୁଁ ବୁଝେଇଥିଲି ଯେ ଇଣ୍ଟରସେକ୍ସନ କେମିତି କରିବା ନା, ଯୋଉ ଉପାଦାନ A ରେ ବି ଥିବ B ରେ ବି ଥିବ, ଉଭୟଙ୍କୁ ନେଇ ଆମେ A ଇଣ୍ଟରସେକ୍ସନ B କରିବା। ତାହେଲେ A ଇଣ୍ଟରସେକ୍ସନ B ରେ କିଏ କିଏ ଆସିବ, ଦେଖ ଏଠି 2 ଅଛି, ମାତ୍ର ଏଠି 2 ନାହିଁ, ତାହେଲେ କିଏ କିଏ ଆସିବେ, ଆମର 5 ଆସିବେ 6 ଆସିବେ, ତା ଛଡ଼ା ଆଉ ଅନ୍ୟ କିଛି ଏଲିମେଣ୍ଟ କମନ ନାହିଁ A ଆଉ B ସେଟ୍ରେ। ତାହେଲେ 7 ନମ୍ବର ପ୍ରଶ୍ନର ଉତ୍ତର ଆମର A ଇଣ୍ଟରସେକ୍ସନ B ହେଇଗଲା କେତେ, 5 ଆଉ 6। ପିଲାମାନେ ଦେଖ ଏବେ 8 ନମ୍ବର ପ୍ରଶ୍ନ। 8 ନମ୍ବର ପ୍ରଶ୍ନଟି କ'ଣ ଦେଲା ନା, A ର ଏଲିମେଣ୍ଟ 1 2 3 4, B ର ଏଲିମେଣ୍ଟ 2 3 5, C ର ଏଲିମେଣ୍ଟ 2 4 6। ତାହେଲେ A ୟୁନିୟନ B କେତେ, A ଇଣ୍ଟରସେକ୍ସନ C, ଏମିତି ଆମକୁ କ୍ୱେଶ୍ଚନ ଦେଇଛି। ତାହେଲେ ଆମେ କେମିତି କରିବା, ଏ ବିଷୟରେ ତ ଆମେ ଆଗରୁ ଜାଣିଛନ୍ତି। ତାହେଲେ ଏଠି A ୟୁନିୟନ B କେତେ ହେବ ତୁମେ ମାନେ ଜାଣିପାରୁଛ। A ୟୁନିୟନ B କେତେ ହେବ ନା 1 2 3 4 5, 1 2 3 4 5। A ଇଣ୍ଟରସେକ୍ସନ C କେତେ ହେବ, ଦେଖ ଯୋଉଟା A ରେ ଅଛି ଆଉ C ରେ ବି ଅଛି, କିଏ ସେ ନା 2 ଆଉ 4। B ଇଣ୍ଟରସେକ୍ସନ C କେତେ ହେବ, ଦେଖ B ଇଣ୍ଟରସେକ୍ସନ C କେତେ କେତେ ହେବ, 2 ଖାଲି 2। A ୟୁନିୟନ C କିଏ କିଏ ହେବେ, 1 2 3 4 ଆଉ 6। ତାପରେ B ୟୁନିୟନ C କେତେ ହେବ, ଦେଖ B କେତେ କେତେ 2 3 5, C 2 4 6। ତାହେଲେ B ୟୁନିୟନ C ଆମର ଏବେ କେତେ ହେବ, 2 3 4 5 6। A ଇଣ୍ଟରସେକ୍ସନ B କେତେ ହେବ, A ପଢ଼ିଥିଲେ ଆମେ 1 2 3 4, B ହେଲା 2 3 5। ତାହେଲେ A ଇଣ୍ଟରସେକ୍ସନ B ଆମର ହେବ 2 3। ଭଲ ଭାବରେ ତୁମେ ଦେଖିଦିଅ 8 ନମ୍ବରଟିକୁ। ଆମର A ରେ କ'ଣ ଏଲିମେଣ୍ଟ ଥିଲା, B ରେ କ'ଣ ଥିଲା, C ରେ କ'ଣ ଥିଲା, ତାପରେ ଆମର A ୟୁନିୟନ B, A ଇଣ୍ଟରସେକ୍ସନ C
ସମସ୍ତ ଉତ୍ତରକୁ ତୁମେମାନେ ଲେଖି ରଖ। ଏବେ ଦେଖ ପିଲାମାନେ 9 ନମ୍ବର ପ୍ରଶ୍ନ। 9 ନମ୍ବର ପ୍ରଶ୍ନରେ ଆମକୁ ଦୁଇଟି ଭେନ୍ ଡାଇଗ୍ରାମ ଦେଇଛି। ଏହି ଭେନ୍ ଡାଇଗ୍ରାମରେ ଆମକୁ ଏ ସେଟ୍ରେ କ'ଣ ତାଲିକା ପଦ୍ଧତିରେ ଆସିବ, ବି ସେଟ୍ରେ କ'ଣ ଆସିବ ଆଗେ ପ୍ରଥମେ ଦେଖି ନେବା। ତାହେଲେ ପ୍ରଥମେ ଏ ସେଟ୍ରେ ଆମର ଆସିବ 1 3 4 5। ତାପରେ ବି ସେଟ୍ରେ ସେଇଭଳି ଆସିବ 2 4 5 6 ଆଉ 7। ତାପରେ ଆମକୁ ଆକୁ ନେଇକି ପ୍ରଶ୍ନ କରିବାକୁ ପଡ଼ିବ ଏ ଇଣ୍ଟରସେକ୍ସନ୍ ବି, ଏ ୟୁନିୟନ୍ ବି, ଏ ଡିଫରେନ୍ସ ବି ଡିଫରେନ୍ସ। ତୁମେମାନେ ତ ଆଗରୁ ଏ ଇଣ୍ଟରସେକ୍ସନ୍ ବି, ଏ ୟୁନିୟନ୍ ବି ପଢ଼ିଛ କେମିତି କ'ଣ କରିବ। ଏବେ ଆମେ ଆଉ ଗୋଟେ ଜିନିଷ ଦେଖିବା ଯେ ଏ ଡିଫରେନ୍ସ ବିଟା କେମିତି ଲେଖିବା। ଏ ଡିଫରେନ୍ସ ବିର ଅର୍ଥ ଯେଉଁଟାକି ଆମର ଏ ପାଖରେ ଅଛି ମାତ୍ର ବି ପାଖରେ ନାହିଁ, ଆମେ ସେଇଭଳି ଉପାଦାନକୁ ଏଠି ବାଛିକି ଲେଖିବା। ତାହେଲେ ଦେଖ ଏଠି ଏ ପାଖରେ କିଏ ଅଛି, ବି ପାଖରେ ନାହିଁ। ଦେଖ ଏଠି 1 ନାହିଁ, ଏରେ ଅଛି, ବିରେ ନାହିଁ। ତାହେଲେ ଏଠି 1 ଆଗେ ପ୍ରଥମ ଏଲିମେଣ୍ଟ ହେବ। ଦ୍ୱିତୀୟ ଏଲିମେଣ୍ଟ ଏଠି 3 ଅଛି, ଏଠି 3 ନାହିଁ, ତେଣୁ ଦ୍ୱିତୀୟ ଏଲିମେଣ୍ଟଟି 3 ହେବ। ଆଉ ବାକି 4 5 ବି ପାଖରେ ଅଛି, ତେଣୁ ଏ ଡିଫରେନ୍ସ ବି ଆମର ହେଇଗଲା 1 ଆଉ 3। ତାପରେ ବି ଡିଫରେନ୍ସ କେମିତି ହେବ, ତ ସେଇଭଳି ତାର ବିପରୀତ ଯେଉଁଟା ବିରେ ଅଛି ଏ ପାଖରେ ନାହିଁ। କିଏ ସିଏ ହେଇପାରିବ, ଦେଖ 2 4 ତ ଅଛି, 5 ତ ଅଛି, 6 ଆଉ 7। ତାହେଲେ ବି ଡିଫରେନ୍ସ ହେଲା 2 6 7। ବୁଝିହେଲା। ଏବେ ପିଲାମାନେ ଆମେ 10 ନମ୍ବର ପ୍ରଶ୍ନକୁ ଆସିବା। 10 ନମ୍ବରରେ ଦେଖ ଆଉ ଏକ ଭେନ୍ ଡାଇଗ୍ରାମ ଦେଇଛି। ଭେନ୍ ଡାଇଗ୍ରାମରେ ତୁମେ ଦେଖିପାରୁଥିବ ଯେ ଏ ସେଟ୍ର ଗୋଟେ ଉପସେଟ୍ ହେଉଛି ବି ସେଟ୍, ଯେଉଁଟାକି ତା ଭିତରେ ଅଛି। ତାମାନେ ଏର ଉପାଦାନ ଏଠି କିଏ କିଏ ହେବ, 1 2 3 4 5 6 7। ତାହେଲେ ଆମେ ପ୍ରଥମେ ଏର ଉପାଦାନ ଗୁଡ଼ିକୁ ଲେଖିନେବା 1 2 3 4 5 6 ଆଉ 7। ତାକୁ ଆମେ କୁଟିଳ ବନ୍ଧନ ମଧ୍ୟରେ ରଖିଦେଲେ। ତାପରେ ବିର ଉପାଦାନ କିଏ କିଏ ତୁମେମାନେ ଦେଖିପାରୁଥିବ ଯେ 3 4 ଆଉ 5। ତାହେଲେ ଏ ଇଣ୍ଟରସେକ୍ସନ୍ ବି ତୁମକୁ ମୁଁ କରିକି ଆଗରୁ ଦେଖେଇଛି କେମିତି ବାହାରୁଛି। ଏ ଇଣ୍ଟରସେକ୍ସନ୍ ବି ତୁମେମାନେ କରିପାରିବ। ଏ ଇଣ୍ଟରସେକ୍ସନ୍ ବି କେମିତି ହେଲା, କେତେ ହେଲା ଏ ଇଣ୍ଟରସେକ୍ସନ୍ ବି ନା 3 4 ଆଉ 5। 3 4 5 ହେଲା ଏ ଇଣ୍ଟରସେକ୍ସନ୍ ବି। ସେଇଭଳି ଏ ୟୁନିୟନ୍ ବି କରିବ। ଆମେ ଏଠି ଗୋଟେ ନୂଆ ଜିନିଷ ଦେଖିବା ଯେ ଏ ୟୁନିୟନ୍ ଫାଇ। ଏ ୟୁନିୟନ୍ ଫାଇର ଅର୍ଥ, ଫାଇ ମାନେ ଜାଣିଛ ଶୂନ୍ୟ ସେଟ୍, ଯେଉଁଥିରେ କି କିଛି ନାହିଁ। ତାମାନେ ଏ ସହିତ ଆମେ ଶୂନ୍ୟ ସେଟ୍କୁ ଯଦି ଯୋଗ କରିବା ତାହେଲେ ଆମେ ସେଇ ଏ ସେଟ୍ଟା ହିଁ ପାଇବା। 1 2 3 4 5 6 7। ଆଉ ଯଦି ଏ ଇଣ୍ଟରସେକ୍ସନ୍ ଫାଇ କରିବା ତାହେଲେ ଆମେ ଏଠି ଫାଇ ହିଁ ପାଇବା, ଫାଇ ବା ଶୂନ୍ୟ ସେଟ୍। ବୁଝିହେଲା। ଏବେ ଦେଖ ପିଲାମାନେ 11 ନମ୍ବର ପ୍ରଶ୍ନ। ଆମର ଏ ସେଟ୍ ଦେଇଛି ଏ ବି ସି ଡି, ବି ସେଟ୍ ଦେଇଛି ସି ଡି ଇ ଏଫ୍। ତେଣୁ ଏଠି ଏ ଡିଫରେନ୍ସ ବି ବାହାର କରିବା, ତାପରେ ବି ଡିଫରେନ୍ସ ଏ ବାହାର କରିବା, ତାପରେ ଏ ଡିଫରେନ୍ସ ବି ଡିଫରେନ୍ସ ଏ ର ୟୁନିୟନ୍ ନେବା, ତାପରେ ଏ ଡିଫରେନ୍ସ ବି ଆଉ ବି ଡିଫରେନ୍ସ ଏ ର ଇଣ୍ଟରସେକ୍ସନ୍ ନେବା, ଯେଉଁଟାକି ଫାଇ ବା ଶୂନ୍ୟ ସେଟ୍। ବୁଝିହେଲା। ନେକ୍ସଟ ଭିଡ଼ିଓରେ ଆମେ ପରିମେୟ ସଂଖ୍ୟା ବିଷୟରେ ପଢ଼ିବା। ସେଥିପାଇଁ ତୁମେମାନେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କର, ଲାଇକ୍ ସେୟାର କମେଣ୍ଟ କର।